ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଲବଣାକ୍ତ ବା ଖାରିଆ ହ୍ରଦ। ଏହା ଆମ ଓଡ଼ିଶାର ସବୁଠାରୁ ବଡ଼ ହ୍ରଦ ଆଉ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହ୍ରଦ। ଅଂଶୁପା ଓ ସର ମଧୁର ଜଳ ହୋଇଥିବା ବେଳେ ଚିଲିକା ହେଉଛି ଖାର ପାଣି ହ୍ରଦ। ଆଜି ଆମେ ଜାଣିବା ଚିଲିକାର ଅବସ୍ଥିତି ବିଷୟରେ, ଏହାର ବିଶେଷତ୍ୱ ବିଷୟରେ ଏବଂ ଏହାର ଭୌଗୋଳିକ ସ୍ଥିତି ସହିତ ଜୈବ ବିବିଧତା ଏବଂ ଇତିହାସ ବିଷୟରେ। ଚିଲିକା ପ୍ରବାସୀ ପକ୍ଷୀମାନଙ୍କ ପାଇଁ ଭାରତୀୟ ଉପମହାଦେଶର ସବୁଠାରୁ ବଡ଼ ଶୀତକାଳୀନ ବାସସ୍ଥାନ ଅଟେ। ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ଉଡ଼ି ଆସିଥାନ୍ତି। ଏହି ହ୍ରଦରେ ଅନେକ ସଙ୍କଟାପନ୍ନ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀମାନେ ବାସ କରନ୍ତି। ଏଠାରେ ଥିବା ପାରିକୁଦ ଓ ମାଲୁଦ ଦ୍ୱୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ପ୍ରକୃତିର ବିବିଧତା ଆପଣ ଏଠାରେ ଦେଖିବାକୁ ପାଇବେ। ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ ଓ ଉଦ୍ଭିଦମାନଙ୍କର ଏହା ହେଉଛି ଏକ ଗନ୍ତାଘର। ଅନେକ ପୁସ୍ତକରେ ଚିଲିକା ଏକ ହ୍ରଦ ଭାବରେ ବର୍ଣ୍ଣିତ ହୋଇଛି। ହ୍ରଦ ଏକ ଜଳଭାଗ ଯାହାର ଚତୁଃପାର୍ଶ୍ୱ ସ୍ଥଳଭାଗ ଦ୍ୱାରା ପରିବେଷ୍ଟିତ। ମାତ୍ର ଚିଲିକା ହେଉଛି ଏପରି ଏକ ଲବଣାକ୍ତ ହ୍ରଦ ଯାହାର ତିନି ପାର୍ଶ୍ୱ ସ୍ଥଳଭାଗ ଦ୍ୱାରା ପରିବେଷ୍ଟିତ ହୋଇଥିବା ବେଳେ ଗୋଟିଏ ପାର୍ଶ୍ୱ ସମୁଦ୍ର ସହ ସଂଯୁକ୍ତ ହୋଇଛି। ତେଣୁ ଚିଲିକାକୁ ହ୍ରଦ ପରିବର୍ତ୍ତେ ଲଗୁନ୍ କୁହାଯାଇଥାଏ। ଯଦି ଏହାର ଅବସ୍ଥିତି ସମ୍ପର୍କରେ ଆମେ କଥା ହେବା, ତେବେ ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଚିଲିକା ଓଡ଼ିଶାର ବୃହତ୍ତମ ହ୍ରଦ ଭାବରେ ଜଣାଶୁଣା। ପୂର୍ବତଟ ରେଳପଥ ବା ଇଷ୍ଟ କୋଷ୍ଟ ରେଲୱେରେ ଯାତ୍ରା କଲେ ନିକଟତମ ଷ୍ଟେସନ ଗୁଡ଼ିକ ହେଉଛି ବାଲୁଗାଁ ଓ ରମ୍ଭା। ଜାତୀୟ ରାଜପଥ 5ରେ ଗଲେ ବାଲୁଗାଁ, ବରକୂଳ ଓ ରମ୍ଭାରେ ଓହ୍ଲାଇ ଚିଲିକା ଯିବାକୁ ହୁଏ। ଭୁବନେଶ୍ୱରଠାରୁ ବାଲୁଗାଁ ପ୍ରାୟ 100 କିଲୋମିଟର, ବରକୂଳ 110 କିଲୋମିଟର ଓ ରମ୍ଭା 130 କିଲୋମିଟର ହୋଇଥାଏ। ପୁରୀ ବାଟ ଦେଇ ଗଲେ ସାତପଡ଼ାରୁ ଯିବାକୁ ପଡ଼େ। ପୁରୀଠାରୁ ସାତପଡ଼ା ହେଉଛି 50 କିଲୋମିଟର। ତେବେ ବୁଲାବୁଲି ପାଇଁ ସର୍ବୋତ୍କୃଷ୍ଟ ସମୟ ହେଉଛି ଅକ୍ଟୋବର ମାସରୁ ଫେବୃଆରୀ ମାସ। ମାତ୍ର ଉପଭୋଗର ସମୟ ଡିସେମ୍ବର ଓ ଜାନୁଆରୀ ମାସ। ଭୌଗୋଳିକ ସ୍ଥିତି ଅନୁଯାୟୀ ଏହା ଉତ୍ତର ଅକ୍ଷାଂଶ ଓ ପୂର୍ବ ଦ୍ରାଘିମା ରେଖା ମଧ୍ୟରେ ଅବସ୍ଥିତ। ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ପରି ଓଡ଼ିଶାରେ 3ଟି ଜିଲ୍ଲାକୁ ଏହା ସ୍ପର୍ଶ କରିଛି। ଚାଲନ୍ତୁ ଏବେ ଜାଣିବା ଆମ ଚିଲିକାର ବିଶେଷତ୍ୱ ବିଷୟରେ। ଚିଲିକା ହେଉଛି ଏକ ବୃହତ୍ତମ ଲବଣାକ୍ତ ହ୍ରଦ ବା ଲଗୁନ୍। ଚିଲିକା ଭାରତ ଉପମହାଦେଶରେ ପରିବ୍ରାଜୀ ପକ୍ଷୀମାନଙ୍କର ଏକ ବୃହତ୍ତମ ଓ ଉତ୍ତମ ଶୀତକାଳୀନ ଅବସ୍ଥାନ। ଭାରତବର୍ଷର ଜୈବ ବିବିଧତାର ଏକ ବୃହତ ଉଷ୍ମସ୍ଥଳ ବା ହଟ୍ସ୍ପଟ୍ ହେଉଛି ଚିଲିକା। ଲବଣାକ୍ତ ହ୍ରଦ ଭାବେ ମତ୍ସ୍ୟମାନଙ୍କର ଏହା ଏକ ଅତି ଉତ୍ପାଦନକ୍ଷମ ପରିସଂସ୍ଥା ଅଟେ। ଦେଶର ଜଳୀୟ ପକ୍ଷୀମାନଙ୍କର ଏକ ବୃହତ୍ତମ ଆବାସ ତଥା ପ୍ରଜନନ ସ୍ଥଳୀ, ଯାହାକି ଶୀତ ଋତୁରେ ପ୍ରତୀୟମାନ ହୋଇଥାଏ। ଏହି ହ୍ରଦ ମଝିରେ ନଳବଣ ଦ୍ୱୀପ ବନ୍ୟଜନ୍ତୁ ସଂରକ୍ଷଣ ନିୟମ ଅନୁଯାୟୀ ଏକ ପକ୍ଷୀ ଅଭୟାରଣ୍ୟ ଭାବରେ ଘୋଷିତ ହୋଇଛି। ଜୈବ ବିବିଧତାର ସଂରକ୍ଷଣ ଓ ପରିଚାଳନା ନିମିତ୍ତ ଏହି ଲବଣାକ୍ତ ହ୍ରଦ ଭାରତ ସରକାରଙ୍କ ଜାତୀୟ ଆର୍ଦ୍ରଭୂମି, ହେନ୍ତାଳ ବଣ ଓ ପ୍ରବାଳ ଶ୍ରେଣୀ ସମିତି ଦ୍ୱାରା ଏକ ପ୍ରମୁଖ ସ୍ଥାନ ଭାବରେ ଚିହ୍ନିତ, ନିର୍ଦ୍ଧାରିତ ଓ ବିବେଚିତ ହୋଇପାରିଛି। କାସ୍ପିଆନ୍ ସାଗର, ବୈକାଲ ହ୍ରଦ, ଆରଲ ସାଗର, ରୁଷିଆ, ମଙ୍ଗୋଲିଆର କିରଗିଜ୍ ତୃଣଭୂମି, କେନ୍ଦ୍ର ଓ ଦକ୍ଷିଣ ପୂର୍ବ ଏସିଆ, ଲଦାଖ ଏବଂ ହିମାଳୟ ଆଦି ଦୂରଦୂରାନ୍ତରୁ ଆସି ପରିବ୍ରାଜୀ ପକ୍ଷୀମାନେ ଶୀତ ଋତୁରେ ଏଠି ଠୁଳ ହୋଇଥାନ୍ତି। କାରଣ ଏହି ସ୍ଥାନ ପ୍ରଜନନର ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥାଏ। ଚିଲିକାର ସୁସ୍ୱାଦୁ ମତ୍ସ୍ୟ, ଚିଙ୍ଗୁଡ଼ି ଓ କଙ୍କଡ଼ା ପୃଥିବୀ ବିଖ୍ୟାତ ଅଟେ। ବିପୁଳ ଜୈବ ବିବିଧତା ଓ ସାମାଜିକ ଅର୍ଥନୈତିକ ପ୍ରାଧାନ୍ୟ ହେତୁ ଭାରତ ସରକାର 1981 ମସିହାରେ ଆର୍ଦ୍ରଭୂମି ଆନ୍ତର୍ଜାତିକ ପ୍ରାଧାନ୍ୟରେ ଏହାକୁ ପ୍ରଦାନ କରିଛନ୍ତି। ଚିଲିକାର ଭୌଗୋଳିକ ସ୍ଥିତିକୁ ଯଦି ଆମେ ଦେଖିବା, ତାହେଲେ ଏହାର କ୍ଷେତ୍ରଫଳ ହେଉଛି 3560 ବର୍ଗ କିଲୋମିଟର। ଏହାର ସୀମାକୁ ଯଦି ଦେଖିବା, ଏହା ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ, ପଶ୍ଚିମ ପୂର୍ବଘାଟ ପର୍ବତମାଳା ପର୍ଯ୍ୟନ୍ତ, ଉତ୍ତର ମହାନଦୀ ତ୍ରିକୋଣଭୂମିର ସମତଳ ଅଞ୍ଚଳ ଯାଏଁ ଏବଂ ଦକ୍ଷିଣ ପୂର୍ବଘାଟ ପର୍ବତମାଳାର ପାହାଡ଼ ପର୍ଯ୍ୟନ୍ତ ଏହା ଲମ୍ବିଛି। ଏହି ହ୍ରଦର ଆକାର ନାସ୍ପାତି ଫଳ ପରି ହୋଇଛି। ସର୍ବାଧିକ ଲମ୍ବ ହେଉଛି ଏହାର 64.30 କିଲୋମିଟର। ସର୍ବାଧିକ ପ୍ରସ୍ଥ ହେଉଛି 18 କିଲୋମିଟର। ସର୍ବନିମ୍ନ ପ୍ରସ୍ଥ ହେଉଛି 5 କିଲୋମିଟର। ଜଳର ସ୍ଥିତି ହେଉଛି ସର୍ବାଧିକ 1165 ବର୍ଗ କିଲୋମିଟର ଏବଂ ସର୍ବନିମ୍ନ 740 ବର୍ଗ କିଲୋମିଟର।
ଏହି ହ୍ରଦରେ ପାଖାପାଖି 35ଟି ନଦୀ ଓ ନାଳ ମିଶିଛି। ଏଠାରେ ଥିବା ଦ୍ୱୀପ ସଂଖ୍ୟାର କ୍ଷେତ୍ରଫଳ ହେଉଛି 223 ବର୍ଗ କିଲୋମିଟର। ତେବେ ହ୍ରଦର ଗଭୀରତା ବିଷୟରେ ଯଦି ଆମେ କଥା ହେବା ତେବେ ଏହା 0.38ରୁ 4.2 ମିଟର ଯାଏଁ ଗଭୀର। ଚିଲିକାର ମୁଖ୍ୟ ଆକର୍ଷଣ ହେଉଛି ଏହାର ଜୈବ ବିବିଧତା। ଉଦ୍ଭିଦ ଓ ପ୍ରାଣୀମାନଙ୍କ ଅପୂର୍ବ ସମାବେଶ ହେତୁ ଏହା ପୃଥିବୀର ଏକ ଅନନ୍ୟ, ଅନୁପମ ଓ ଅନବଦ୍ୟ ଜୈବ ବିବିଧତାର ହଟ୍‌ସ୍ପଟ୍ ଭାବରେ ଜଣାଯାଏ। ଏବେ ଜାଣିବା ଏହି ହ୍ରଦରେ କେତେ ପ୍ରକାରର ଉଦ୍ଭିଦ ତଥା ପ୍ରାଣୀ ରହିଛନ୍ତି। ପ୍ଲବ୍ ଉଦ୍ଭିଦ 43 ପ୍ରକାରର ରହିଛନ୍ତି। ସେହିପରି ଶୈବାଳ 22 ପ୍ରକାରର, ସମ୍ବାୟୀ ଉଦ୍ଭିଦ ବା ଭାସ୍କୁଲାର ପ୍ଲାଣ୍ଟ 150 ପ୍ରକାରର, ଏକକୋଷୀ ପ୍ରାଣୀ ବା ପ୍ରୋଟୋଜୋଆ 61 ପ୍ରକାରର, ଚଟକା କୃମି ଜାତୀୟ ପ୍ରାଣୀ 29 ପ୍ରକାରର, ଶ୍ରୁତ କୃମି ଜାତୀୟ ପ୍ରାଣୀ 37 ପ୍ରକାରର, ଦଶପଦୀ ପ୍ରାଣୀ 30 ପ୍ରକାରର, ସମ୍ବୁକ 136 ପ୍ରକାରର, ମାଛ 225 ପ୍ରକାରର, ଉଭୟଚର ଓ ସରୀସୃପ 37 ପ୍ରକାରର, ପକ୍ଷୀ 156 ପ୍ରକାରର ଓ ସ୍ତନ୍ୟପାୟୀ ପ୍ରାଣୀ 18 ପ୍ରକାରର। ତେବେ ଏରାବାଡ଼ି ଡଲଫିନ୍ ବା ଇରାବତୀ ଡଲଫିନ୍, ଯାହାକୁ ଶିଶୁମାର ମଧ୍ୟ କୁହନ୍ତି, ଓ ବିଶାଳ ପକ୍ଷୀ ଅଭୟାରଣ୍ୟ ନଳବଣ ଯୋଗୁଁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏହା ସ୍ଥାନ ପାଇଛି। ମରାଳ ମାଳିନୀ ନୀଳାମ୍ବୁ ଚିଲିକା ବେଶ୍ ବିଦିତ ଏବଂ ବିଶ୍ୱବିଖ୍ୟାତ ମଧ୍ୟ। ତେବେ ଏଠାରେ ଆପଣ ସାତପଡ଼ା ଡଲଫିନ୍ ଗଡ଼ ମଧ୍ୟ ଦେଖିବାକୁ ପାଇବେ। ତେବେ ଚିଲିକାରେ ଅବସ୍ଥିତ ମୁଖ୍ୟ ଦ୍ୱୀପଗୁଡ଼ିକ ହେଉଛି ନଳବଣ, କାଳିଜାଇ, ପାରିକୁଦ, ମାଲୁଦ, ବିକନ, ଧୁମକୁଡ଼ି, ବରୁଣକୁଦ ଓ ପକ୍ଷୀ ଦ୍ୱୀପ ଇତ୍ୟାଦି। ପ୍ରତ୍ୟେକ ବର୍ଷ ଡିସେମ୍ବର ଓ ଜାନୁଆରୀ ମାସରେ ଶିପକୁଦା, ଗମ୍ଭାରୀ, ମିର୍ଜାପୁର, ବାସୁଦେବପୁର, ସାତପଡ଼ା, ବାଲୁଗାଁ ଓ କୃଷ୍ଣପ୍ରସାଦଗଡ଼ ଜେଟି ନିକଟରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ବାଲୁଗାଁ ବନ୍ୟଜୀବ ଡିଭିଜନ ଅଧୀନସ୍ଥ ଟାଙ୍ଗୀ, ଚିଲିକା, ସାତପଡ଼ା, ରମ୍ଭା ଓ ବାଲୁଗାଁ ପରି 5ଟି ରେଞ୍ଜର 17ଟି ଜୋନ୍ ଜରିଆରେ କରାଯାଇଥିବା ପକ୍ଷୀ ଗଣନାରୁ ଜଣାଯାଏ ଯେ ବିଗତ 5 ବର୍ଷ ଭିତରେ ଚିଲିକାରେ ପକ୍ଷୀ ସଂଖ୍ୟା 8ରୁ 9 ଲକ୍ଷ ଭିତରେ ରହୁଛି। ଚିଲିକାର ଜୈବ ବିବିଧତା ସୁରକ୍ଷା ତଥା ସଂରକ୍ଷଣ ଦିଗରେ ବନ୍ୟଜୀବ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ବେଶ୍ ତତ୍ପର ଅଛନ୍ତି। 2010-2011 ମଧ୍ୟରେ 87ଟି ମୃତ ପକ୍ଷୀ ଶିକାରୀଙ୍କ ନିକଟରୁ ଜବତ କରାଯାଇଛି ଏବଂ ବନ୍ୟଜୀବ ଆଇନ 1972 ଧାରା 9 ଓ ଧାରା 39 ଅନୁଯାୟୀ ଏଥିରେ ସମ୍ପୃକ୍ତ ଥିବା 35 ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ଏହି ଆଇନର ଧାରା 51 ଅନୁଯାୟୀ 3ରୁ 7 ବର୍ଷ କାରାଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି। ବର୍ତ୍ତମାନ ଯଦି ଆମେ ଚିଲିକାର ସମସ୍ୟା ବିଷୟରେ କଥା ହେବା ତେବେ ବିଭିନ୍ନ ନଦୀ ନାଳରୁ ଆସୁଥିବା ପାଣି ଓ ପଟୁ ମାଟି ଜମା ହେବା ଯୋଗୁଁ ଚିଲିକା ଧୀରେ ଧୀରେ ପୋତି ହେବାରେ ଲାଗିଛି। ଏହା ଏକ ପ୍ରାକୃତିକ ସମସ୍ୟା ଯାହା ଉପରେ ସରକାର ଧ୍ୟାନ ଦେବା ଜରୁରୀ। ଲବଣ ମାତ୍ରାରେ କ୍ରମାଗତ ପରିବର୍ତ୍ତନ ଓ ମଧୁର ଜଳ, ଅନାବନା ଗଛ, ଜଳୀୟ ପ୍ରାଣୀ ସମ୍ପଦକୁ ବେଶ୍ ପ୍ରଭାବିତ କରୁଛି। ଚିଲିକା ପାଖରେ ଥିବା ଲୋକମାନେ ଚିଲିକାରୁ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଆଦି ଧରି ନିଜ ପେଟ ପୋଷିଥାନ୍ତି, ଯାହା ପାଇଁ ଏହି ପ୍ରାଣୀମାନଙ୍କର ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଏସବୁ ଉପରେ ମଧ୍ୟ କିଛିଟା ରୋକ ଲାଗିବା ଜରୁରୀ। ପର୍ଯ୍ୟଟନ କ୍ଷେତ୍ର ଭାବରେ ସୁନାମ ଅର୍ଜନ କରିଥିବା ଚିଲିକାକୁ ନିରନ୍ତର ଭାବରେ ପର୍ଯ୍ୟଟକଙ୍କ ଆଗମନ, ଭ୍ରମଣ ଓ ଦର୍ଶନ ଆଦି ସହିତ ଡଲଫିନ୍ ପରି ପ୍ରାଣୀମାନଙ୍କ ସୁରକ୍ଷା ପ୍ରତି ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପର୍ଯ୍ୟଟକଙ୍କ ଯାତ୍ରା ପାଇଁ ଯନ୍ତ୍ରଚାଳିତ ଡଙ୍ଗାର ବ୍ୟବହାର ମତ୍ସ୍ୟ ସଂଗ୍ରହ ତଥା ପକ୍ଷୀ ଓ ଜଳଜୀବମାନଙ୍କ ଚଳପ୍ରଚଳରେ ବେଶ୍ ବାଧା ସୃଷ୍ଟି କରିବା ସ୍ୱାଭାବିକ। ଏହା ଉପରେ ମଧ୍ୟ କୌଣସି କଟକଣା ବା ନିୟନ୍ତ୍ରଣ ରହିନାହିଁ। ପର୍ଯ୍ୟଟକଙ୍କ ଅବିରତ ଯାତ୍ରା ଓ ଭ୍ରମଣ ଚିଲିକା କୂଳ ଓ ଜଳଭାଗ ପ୍ରଦୂଷଣର କାରଣ ମଧ୍ୟ ହୋଇଛି। ବିଶେଷ କରି ପଲିଥିନ୍, ପ୍ଲାଷ୍ଟିକ୍ ଓ ସେହିପରି ପ୍ରଦୂଷଣକାରୀ ପଦାର୍ଥର ବ୍ୟବହାର ଉପରେ କଟକଣା ଲାଗିନାହିଁ। ମୋଟର ଲଞ୍ଚରେ ବ୍ୟବହୃତ ଡିଜେଲ ପରି ତୈଳର ବ୍ୟବହାର ଜଳ ପ୍ରଦୂଷଣର ଅନ୍ୟ ଏକ କାରଣ ସାଜିଛି, ଯାହା ପାଇଁ ଜଳୀୟ ପ୍ରାଣୀଙ୍କ ପରିବେଶ ଓ ଖାଦ୍ୟ ବେଶ୍ ପ୍ରଦୂଷିତ ଓ କଳୁଷିତ ହେଉଛି। ତେବେ ନୌବାଣିଜ୍ୟ ବିଷୟରେ ଯଦି ଆମେ କଥା ହେବା, ଚିଲିକା କୂଳରେ ବନ୍ଦର ଜାଗା ମାନଙ୍କରେ ରାଜପଥ ଓ ନଦୀ ଯୋଗେ ମାଲ ଆସି ମହଜୁଦ ରହୁଥିଲା ବା ସେଠୁ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା ରାଜ୍ୟ ଭିତରକୁ। ମାଲ ରହିବା ସ୍ଥାନକୁ ମାଲୁଦ ବୋଲି କୁହାଯାଉଥିଲା। ଏବେ ଏହି ନାମରେ ପାରିକୁଦରେ ମାଲୁଦ ବୋଲି ଜଣାଶୁଣା ଜାଗାଟିଏ ଅଛି। ଚିଲିକା ବକ୍ଷ ଦେଇ ମୁହାଣକୁ ଗଲାବେଳେ ଚିଲିକା ମଧ୍ୟରେ ଅନେକ କୁଦ ବା ଦ୍ୱୀପ ପାରି ହେବାକୁ ପଡ଼େ। ଚିଲିକାର ଇତିହାସକୁ ଯଦି ଆମେ ଦେଖିବା ତେବେ ଭୌଗୋଳିକ ପ୍ରମାଣ ସୂଚିତ କରେ ଯେ ପ୍ଲେଷ୍ଟୋସିନ୍ ସମୟର ପରବର୍ତ୍ତୀ ପର୍ଯ୍ୟାୟରେ ଚିଲିକା ହ୍ରଦ ବଙ୍ଗୋପସାଗରର ଏକ ଅଂଶ ଥିଲା। ତ ଏଇତ ଥିଲା ଚିଲିକା ହ୍ରଦକୁ ନେଇଥିବା
ଆଜିର ସବିଶେଷ ତଥ୍ୟ। ଆମ ରାଜ୍ୟର ସବୁଠୁ ବଡ଼ ହ୍ରଦ ଚିଲିକାକୁ ନେଇଥିବା ଆଜିର ଏହି ଇନଫର୍ମେସନଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାଇବେ। ଭିଡ଼ିଓଟି ଭଲ ଲାଗିଥିଲେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଦେଶ ଦୁନିଆ ରାଜ୍ୟ ତଥା ଜିଲ୍ଲା ସହ ଜଡ଼ିତ ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।